ଆଜି ଆମେ ଓଡ଼ିଶାର ପରିଚୟକୁ ନେଇ ଗୋଟେ ଗଭୀର ଆଲୋଚନା କରିବା। ହଁ। ଆମ ପାଖରେ OSSC CGL ପରୀକ୍ଷା ପାଇଁ ଗୋଟେ ଅଭ୍ୟାସ ସେଟ୍ ଅଛି। ହୁଁ। ଏଥିରେ ଥିବା 10ଟି ପ୍ରଶ୍ନକୁ ଆମେ କେବଳ ଏକ କୁଇଜ୍ ଭଳି ଦେଖିବାନି, ନା ସେମିତି ନୁହଁ। ବରଂ ଏହାକୁ ଏକ ମାଧ୍ୟମ କରି ଓଡ଼ିଶାର ଭୂଗୋଳ, ଇତିହାସ ଆଉ ସଂସ୍କୃତିର କିଛି କାହାଣୀ ବୁଝିବା। ଏକଦମ ଠିକ୍ କହିଲେ। କାରଣ କେବଳ ତଥ୍ୟ ମନେ ରଖିବା ଯଥେଷ୍ଟ ନୁହେଁ। ସିଏ ତ ସେ ତଥ୍ୟ ପଛର କାରଣ, ତାର ପ୍ରଭାବ ଆଉ ଗୋଟେ ସହ ଆଉ ଗୋଟେର ସମ୍ପର୍କ ସେଇଟା ବୁଝିବା ଦରକାର। ବହୁତ ବଢ଼ିଆ। ତେବେ ଚାଲନ୍ତୁ ଆମର ଆଲୋଚନା ଆରମ୍ଭ କରିବା। ପ୍ରଥମେ ଓଡ଼ିଶାର ଜଳ ସମ୍ପଦରୁ। ହଁ, ଜୀବନ ଦେଉଥିବା ଜିନିଷରୁ। ଏକ୍ଜାକ୍ଟଲି। ତେବେ ଆମର ପ୍ରଥମ ପ୍ରଶ୍ନ ହେଉଛି, କେଉଁ ନଦୀକୁ ଓଡ଼ିଶାର ଜୀବନରେଖା କୁହାଯାଏ? ଆଉ ଅପସନ୍ସଗୁଡ଼ିକ ହେଲା ଏ ବୈତରଣୀ, ବି ସୁବର୍ଣ୍ଣରେଖା, ସି ମହାନଦୀ ଆଉ ଡି ବ୍ରାହ୍ମଣୀ। ଏ ପ୍ରଶ୍ନର ଉତ୍ତର ମୋତେ ଲାଗୁଛି ଅଧିକାଂଶ ଲୋକ ଜାଣିଥିବେ। ମହାନଦୀ, ଠିକ୍। ଏକଦମ। ଉତ୍ତର ହେଉଛି ସି ମହାନଦୀ। କିନ୍ତୁ ଜୀବନରେଖା ଏଇ ଶବ୍ଦଟା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ସେଇଟା ବୁଝିବା ଦରକାର। ହଁ, ସେଇଟା ବହୁତ ଜରୁରୀ। ଏହା କେବଳ ଓଡ଼ିଶାର ଦୀର୍ଘତମ ନଦୀ ନୁହେଁ, ଏହା ରାଜ୍ୟର ପ୍ରାୟ 40% ଅଞ୍ଚଳ ଦେଇ ପ୍ରବାହିତ ହୁଏ। 40%? ହଁ, କୃଷି, ପାନୀୟ ଜଳ, ଶିଳ୍ପ, ବିଦ୍ୟୁତ୍ ଉତ୍ପାଦନ ସବୁକିଛି ଏହା ଉପରେ ନିର୍ଭରଶୀଳ। ଆଉ ହୀରାକୁଦ ଡ୍ୟାମ୍? ହଁ, ସ୍ୱାଧୀନ ଭାରତର ପ୍ରଥମ ବୃହତ୍ ବହୁମୁଖୀ ନଦୀବନ୍ଧ ଯୋଜନା ସେଇଟା ତ ଏଇ ନଦୀ ଉପରେ ହିଁ ତିଆରି। କିନ୍ତୁ ଆପଣ ହୀରାକୁଦ କଥା ଉଠାଇଲେ। ଏହା ତ ଓଡ଼ିଶାର ଅର୍ଥନୀତିକୁ ପୁରା ବଦଳାଇ ଦେଲା। କିନ୍ତୁ ଏହାର କିଛି ନକାରାତ୍ମକ ପ୍ରଭାବ ବି ତ ଥିଲା ନା? ନିଶ୍ଚିତ ଭାବରେ। ବନ୍ୟା ନିୟନ୍ତ୍ରଣ ହେଲା, ଜଳସେଚନ ମିଳିଲା। କିନ୍ତୁ ଏଥିପାଇଁ ହଜାର ହଜାର ଲୋକ ବିସ୍ଥାପିତ ହେଲେ। ତାର ସାମାଜିକ ପ୍ରଭାବ ଆଜି ବି ଦେଖିବାକୁ ମିଳେ। ଆଉ ଆଜିକାଲି ଛତିଶଗଡ଼ ସହିତ ଯେଉଁ ଜଳ ବିବାଦ ଚାଲିଛି। ହଁ, ସେଇଟା ଏକ ଆଧୁନିକ ସମସ୍ୟା। ଯଦି ମହାନଦୀର ଉପର ମୁଣ୍ଡରେ ପାଣି କମିଯାଏ, ତେବେ ଓଡ଼ିଶା ଉପରେ ତ ସିଧାସଳଖ ପ୍ରଭାବ ପଡ଼ିବ। ତେଣୁ ଏହି ଜୀବନରେଖାର ଭବିଷ୍ୟତକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏକଦମ। ମହାନଦୀ ପରେ ଆସନ୍ତୁ ଆଉ ଏକ ଜଳରାଶି କଥା କହିବା, ମଧୁର ପାଣିରୁ ଲୁଣି ପାଣି ଆଡ଼କୁ। ହଁ, ଚିଲିକା। ଠିକ୍। ପ୍ରଶ୍ନଟି ହେଉଛି, ପ୍ରସିଦ୍ଧ ଚିଲିକା ହ୍ରଦ ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ? ବିକଳ୍ପଗୁଡ଼ିକ ହେଲା ଏ ଗଞ୍ଜାମ, ବି ଖୋର୍ଦ୍ଧା, ସି ପୁରୀ ଆଉ ଡି ଉପରୋକ୍ତ ସମସ୍ତ। ଏଇଟା ଗୋଟାଏ କୌଶଳପୂର୍ଣ୍ଣ ପ୍ରଶ୍ନ। ହଁ, ଟିକେ ଟ୍ରିକି ଅଛି। କାରଣ ଚିଲିକା ଏତେ ବଡ଼ ଯେ ତାକୁ ଗୋଟିଏ ଜିଲ୍ଲାରେ ସୀମିତ କରିହେବନି। ତେବେ ଉତ୍ତର ହେବ ଡି ଉପରୋକ୍ତ ସମସ୍ତ। ଏହା ପୁରୀ, ଖୋର୍ଦ୍ଧା ଆଉ ଗଞ୍ଜାମ ତିନୋଟିଯାକ ଜିଲ୍ଲାରେ ବ୍ୟାପିଛି। କିନ୍ତୁ ଚିଲିକାର ପରିଚୟ କେବଳ ଏସିଆର ସର୍ବବୃହତ୍ ଲୁଣିପାଣି ହ୍ରଦରେ ସୀମିତ ନୁହେଁ। ଆଉ କ'ଣ ଅଛି? ଏହା ଭାରତର ପ୍ରଥମ ଆର୍ଦ୍ରଭୂମି, ଯାହାକୁ ରାମସର ସାଇଟ୍ର ମାନ୍ୟତା ମିଳିଥିଲା। ରାମସର ସାଇଟ୍ ମାନ୍ୟତା, ଏହାର ଅର୍ଥ କ'ଣ? ଏହା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ଦେଖନ୍ତୁ, ରାମସର କନଭେନସନ୍ ହେଉଛି ଆର୍ଦ୍ରଭୂମି ସଂରକ୍ଷଣ ପାଇଁ ଏକ ଆନ୍ତର୍ଜାତିକ ଚୁକ୍ତି। ଓହୋ। ତେଣୁ ରାମସର ସାଇଟ୍ ମାନ୍ୟତା ମିଳିବା ଅର୍ଥ ଏହାର ପରିବେଶୀୟ ଗୁରୁତ୍ୱକୁ ବିଶ୍ୱସ୍ତରରେ ସ୍ୱୀକୃତି ମିଳିଲା। ବୁଝିଲି। ଚିଲିକା ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀଙ୍କର ଶୀତଦିନିଆ ଘର। ଏଠି ଇରାବତୀ ଡଲଫିନ୍ ଦେଖାଯାଆନ୍ତି। ଆଉ ମତ୍ସ୍ୟଜୀବୀ ମନଙ୍କର ଜୀବିକା ମଧ୍ୟ। ଏକଦମ। ତେଣୁ ଏହି ମାନ୍ୟତା ଚିଲିକାର ସଂରକ୍ଷଣ ପାଇଁ ବହୁତ ଜରୁରୀ। ଜଳ ସମ୍ପଦ ପରେ ଏବେ ଜଙ୍ଗଲ ସମ୍ପଦ ବିଷୟରେ କଥା ହେବା। ଚାଲନ୍ତୁ। ପ୍ରଶ୍ନଟି ହେଉଛି, ଓଡ଼ିଶାର କେଉଁ ଜାତୀୟ ଉଦ୍ୟାନ ଧଳା ବାଘ ପାଇଁ ପ୍ରସିଦ୍ଧ? ବିକଳ୍ପଗୁଡ଼ିକ ହେଲା ଏ ଶିମିଳିପାଳ, ବି ସାତକୋଶିଆ, ସି ଭିତରକନିକା, ଡି ଦେବ୍ରିଗଡ଼। ଏହାର ଉତ୍ତର ହେଉଛି ଏ ଶିମିଳିପାଳ। କିନ୍ତୁ ଏଠାରେ ଗୋଟେ ମଜାଦାର କଥା ଅଛି। କ'ଣ ସେଇଟା? ଶିମିଳିପାଳ ପ୍ରକୃତରେ ଧଳା ବାଘ ପାଇଁ ନୁହେଁ, ବରଂ କଳା ବାଘ ପାଇଁ ବିଶ୍ୱ ପ୍ରସିଦ୍ଧ। କଳା ବାଘ? ଏଇଟା ତ ମୁଁ ଶୁଣି ନଥିଲି। ହଁ। ମେଲାନିଷ୍ଟିକ୍ ଟାଇଗର। ଏହା ଏକ ବିରଳ ଜେନେଟିକ୍ ପରିବର୍ତ୍ତନ। ବାଘ ଦେହର କଳା ପଟାଗୁଡ଼ିକ ଏତେ ଚଉଡ଼ା ହୋଇଯାଏ ଯେ ସେ ପୁରା କାଳା ଦେଖାଯାଏ। ବାଃ, ଏହା କ'ଣ କେବଳ ଶିମିଳିପାଳରେ ଦେଖାଯାଆନ୍ତି? ହଁ, ପୃଥିବୀରେ କେବଳ ଶିମିଳିପାଳରେ ହିଁ ଏହି ପ୍ରଜାତିର ବାଘ ପ୍ରାକୃତିକ ଭାବେ ଦେଖିବାକୁ ମିଳନ୍ତି। ଏହା ତ ଏକ ବଡ଼ କଥା। ଶିମିଳିପାଳର ଆଉ କିଛି ପରିଚୟ ଅଛି? ନିଶ୍ଚିତ। ଏହା ଏକ ଜାତୀୟ ଉଦ୍ୟାନ, ଏକ ବ୍ୟାଘ୍ର ପ୍ରକଳ୍ପ ଆଉ ୟୁନେସ୍କୋର ବାୟୋସ୍ଫିୟର ରିଜର୍ଭର ମଧ୍ୟ ଏକ ଅଂଶ। ଓହୋ, ଏତେ ସବୁ? ହଁ, କିନ୍ତୁ ବାରମ୍ବାର ଲାଗୁଥିବା ଜଙ୍ଗଲ ନିଆଁ ଆଉ ଶିକାର ଏହା ପାଇଁ ଏକ ବଡ଼ ବିପଦ।
ତେବେ ଓଡ଼ିଶାର ପ୍ରକୃତିରୁ ଏବେ ଇତିହାସ ଆଡ଼କୁ ଯିବା। ଚାଲନ୍ତୁ। ପ୍ରଶ୍ନ ହେଉଛି, ଓଡ଼ିଶାରେ ଗଙ୍ଗବଂଶର ପ୍ରତିଷ୍ଠାତା କିଏ ଥିଲେ? ବିକଳ୍ପଗୁଡ଼ିକ ହେଲା ଏ. କପିଳେନ୍ଦ୍ର ଦେବ, ବି. ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବ, ସି. ମୁକୁନ୍ଦ ଦେବ, ଆଉ ଡି. ଯଜାତି କେଶରୀ। ଏହାର ଉତ୍ତର ହେଉଛି ବି. ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବ। ସେ କେବଳ ଗଙ୍ଗବଂଶର ପ୍ରତିଷ୍ଠାତା ନଥିଲେ, ସେ ଆଧୁନିକ ଓଡ଼ିଶାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କେମିତି? ତାଙ୍କ ସମୟରେ ହିଁ କଳିଙ୍ଗ, ଉତ୍କଳ, କୋଶଳ ଏସବୁ ମିଶି ଏକ ବିଶାଳ ସାମ୍ରାଜ୍ୟ ତିଆରି ହୋଇଥିଲା। ଆଉ ସବୁଠୁ ବଡ଼ ଅବଦାନ? ସବୁଠାରୁ ବଡ଼ ଅବଦାନ ହେଉଛି ପୁରୀର ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା। ଜଗନ୍ନାଥ ମନ୍ଦିର, ଏହା କେବଳ ଏକ ଧାର୍ମିକ କାର୍ଯ୍ୟ ଥିଲା ନା ଏହା ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ବି ଥିଲା? ବହୁତ ଭଲ ପ୍ରଶ୍ନ। ଇତିହାସକାରମାନେ ବିଶ୍ୱାସ କରନ୍ତି ଯେ ଏହା ଉଭୟ ଥିଲା। ଓହୋ। ଦେଖନ୍ତୁ, ଚୋଡ଼ଗଙ୍ଗ ଦେବ ଦକ୍ଷିଣରୁ ଆସିଥିଲେ। ହଁ। ତେଣୁ ସ୍ଥାନୀୟ ଲୋକଙ୍କ ସମର୍ଥନ ପାଇବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏକ ବିଶାଳ ମନ୍ଦିର ତିଆରି କରିବା ଏକ ବୁଦ୍ଧିମାନ ରାଜନୈତିକ ପଦକ୍ଷେପ ଥିଲା। ବୁଝିଲି। ଏହାଦ୍ୱାରା ସେ ନିଜକୁ ଓଡ଼ିଆ ସଂସ୍କୃତିର ରକ୍ଷକ ଭାବେ ପ୍ରତିଷ୍ଠିତ କରିପାରିଲେ। ଏକଦମ। ଆଉ ସେଇ ଗୋଟିଏ ନିଷ୍ପତ୍ତି ଓଡ଼ିଶାର ଇତିହାସକୁ ହଜାରେ ବର୍ଷ ପାଇଁ ପ୍ରଭାବିତ କଲା। ଇତିହାସର ଆଉ ଏକ ନିର୍ଣ୍ଣାୟକ ମୋଡ଼କୁ ନେଇ ଆମର ପରବର୍ତ୍ତୀ ପ୍ରଶ୍ନ। ହଁ, କଳିଙ୍ଗ ଯୁଦ୍ଧ। ଠିକ୍। ପ୍ରଶ୍ନଟି ହେଉଛି, କଳିଙ୍ଗ ଯୁଦ୍ଧ କେଉଁ ବର୍ଷରେ ହୋଇଥିଲା? ବିକଳ୍ପଗୁଡ଼ିକ ହେଉଛି ଏ. 321 BC, ବି. 261 BC, ସି. 185 BC, ଆଉ ଡି. 100 AD। ଏହାର ସଠିକ୍ ଉତ୍ତର ହେଉଛି ବି. 261 BC, ମାନେ ଖ୍ରୀଷ୍ଟପୂର୍ବ 261। ଆମେ ସମସ୍ତେ ଜାଣୁ ଯେ ଏହାପରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲେ। ହଁ, କିନ୍ତୁ ଏଠାରେ ଗୋଟେ କଥା ଅଛି। କିଛି ଇତିହାସକାର କହନ୍ତି ଯେ ଅଶୋକଙ୍କର ପରିବର୍ତ୍ତନ କେବଳ ନୈତିକ ନଥିଲା। ତାହେଲେ ଆଉ କ'ଣ ଥିଲା? ଏହା ଏକ ବ୍ୟାବହାରିକ ରାଜନୈତିକ ନିଷ୍ପତ୍ତି ମଧ୍ୟ ଥିଲା। ଏହା ତ ବହୁତ ଆକର୍ଷଣୀୟ ଲାଗୁଛି। କେମିତି? ଦେଖନ୍ତୁ, କଳିଙ୍ଗ ଯୁଦ୍ଧ ବେଳକୁ ଅଶୋକ ପ୍ରାୟ ପୁରା ଭାରତ ଜୟ କରି ସାରିଥିଲେ। ଏତେ ବଡ଼ ସାମ୍ରାଜ୍ୟକୁ କେବଳ ସେନା ବଳରେ ଶାସନ କରିବା କଷ୍ଟ। ଠିକ୍ କଥା। ତେଣୁ ଯୁଦ୍ଧ ବଦଳରେ ଧର୍ମ ବା ନୈତିକ ନିୟମ ମାଧ୍ୟମରେ ସାମ୍ରାଜ୍ୟକୁ ଏକାଠି ରଖିବା ଏକ ଭଲ ବିକଳ୍ପ ଥିଲା। ବୁଝିଲି। ତେବେ ଧର୍ମର ପ୍ରଚାର ଶାସନକୁ ସୁଦୃଢ଼ କରିବାର ଏକ ମାଧ୍ୟମ ଥିଲା। କିଛି ମାତ୍ରାରେ, ହଁ। ଏହାର ଅର୍ଥ ନୁହେଁ ଯେ ତାଙ୍କର ହୃଦୟ ପରିବର୍ତ୍ତନ ହୋଇନଥିଲା, କିନ୍ତୁ ଏହା ପଛରେ ରାଜନୀତିକ ବୁଦ୍ଧିମତା ବି ଥିଲା। ତେବେ ଇତିହାସରୁ ସଂସ୍କୃତିକୁ ଆସିବା। ଚୋଡ଼ଗଙ୍ଗ ଦେବଙ୍କର ମନ୍ଦିର ଆଜି ଏକ ବିଶ୍ୱସ୍ତରୀୟ ମହୋତ୍ସବର କେନ୍ଦ୍ର। ହଁ, ରଥଯାତ୍ରା। ପ୍ରଶ୍ନଟି ହେଉଛି, ଓଡ଼ିଶାର କେଉଁ ପର୍ବ ରଥରେ ପ୍ରଭୁ ଜଗନ୍ନାଥଙ୍କ ପୂଜା ସହିତ ଜଡ଼ିତ? ବିକଳ୍ପଗୁଡ଼ିକ ଏ. ସ୍ନାନଯାତ୍ରା, ବି. ରଥଯାତ୍ରା, ସି. ଚନ୍ଦନଯାତ୍ରା, ଆଉ ଡି. ନବକଳେବର। ଏହାର ଉତ୍ତର ସ୍ପଷ୍ଟ, ବି. ରଥଯାତ୍ରା। କିନ୍ତୁ ଏହା କେବଳ ଏକ ଧାର୍ମିକ ପର୍ବ ନୁହେଁ। ଏହାର ଦାର୍ଶନିକ ଦିଗ ବି ଅଛି। ଏକଦମ। ଯେଉଁ ଠାକୁର ମନ୍ଦିର ଭିତରେ ରହନ୍ତି, ସେ ନିଜେ ବଡ଼ଦାଣ୍ଡକୁ ଆସନ୍ତି। ସମସ୍ତଙ୍କୁ ଦର୍ଶନ ଦେବା ପାଇଁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ। ହଁ, ଏହା ସମାନତା ଆଉ ସାମାଜିକ ଏକତାର ଏକ ବଡ଼ ପ୍ରତୀକ। ସଂସ୍କୃତିର ଆଉ ଏକ ଅଙ୍ଗ ହେଉଛି କଳା, ବିଶେଷ କରି ନୃତ୍ୟ। ପ୍ରଶ୍ନ ହେଉଛି, ଓଡ଼ିଶାର କେଉଁ ନୃତ୍ୟକୁ ଭାରତର ଏକ ଶାସ୍ତ୍ରୀୟ ନୃତ୍ୟ ଭାବରେ ମାନ୍ୟତା ଦିଆଯାଇଛି? ବିକଳ୍ପଗୁଡ଼ିକ ଏ. ସମ୍ବଲପୁରୀ, ବି. ଛଉ, ସି. ଓଡ଼ିଶୀ, ଆଉ ଡି. ଗୋଟିପୁଅ। ଏଠାରେ ସଠିକ୍ ଉତ୍ତର ହେଉଛି ସି. ଓଡ଼ିଶୀ। ଯଦିଓ ବାକି ସବୁ ନୃତ୍ୟ ମଧ୍ୟ ଓଡ଼ିଶାର ଗର୍ବ। କିନ୍ତୁ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା କାହିଁକି ମିଳିଲା? କାରଣ ଏହାର ଏକ ସୁନିର୍ଦ୍ଦିଷ୍ଟ ବ୍ୟାକରଣ ଅଛି, ଯାହାର ମୂଳ ନାଟ୍ୟଶାସ୍ତ୍ର ପରି ପ୍ରାଚୀନ ଗ୍ରନ୍ଥରେ ମିଳେ। ଏହାର ମୁଦ୍ରା, ଭଙ୍ଗୀ ସବୁକିଛି ଶାସ୍ତ୍ରୀୟ ନିୟମରେ ବନ୍ଧା। ଏକଦମ। ଖଣ୍ଡଗିରିଠାରୁ କୋଣାର୍କ ପର୍ଯ୍ୟନ୍ତ ସବୁଠି ଏହାର ପ୍ରମାଣ ମିଳେ। କିନ୍ତୁ ଛଉ ନୃତ୍ୟକୁ ନେଇ ଅନେକ ଦ୍ୱନ୍ଦ୍ୱରେ ପଡ଼ନ୍ତି। ତାକୁ ଶାସ୍ତ୍ରୀୟ ମାନ୍ୟତା କାହିଁକି ମିଳିନି? ଏହାକୁ ଅର୍ଦ୍ଧଶାସ୍ତ୍ରୀୟ ବା ସେମି କ୍ଲାସିକାଲ କୁହାଯାଏ, କାରଣ ଏଥିରେ ଲୋକକଳା ଆଉ ସାମରିକ କଳାର ଉପାଦାନ ମିଶି ରହିଛି। ଓହୋ, ଏଇଟା ହେଉଛି ପାର୍ଥକ୍ୟ। ହଁ, କିନ୍ତୁ ୟୁନେସ୍କୋ ଦ୍ୱାରା ଏହାକୁ ଇଣ୍ଟାଞ୍ଜେବଲ୍ କଲଚରାଲ ହେରିଟେଜ୍ ଅଫ୍ ହ୍ୟୁମାନିଟିର ମାନ୍ୟତା ମିଳିଛି। ବହୁତ ବଢ଼ିଆ। ତେବେ ଏବେ ଆସନ୍ତୁ ଓଡ଼ିଶାର ଅର୍ଥନୀତି ଉପରେ ଦୃଷ୍ଟି ପକାଇବା। ହଁ। ପ୍ରଶ୍ନ ହେଉଛି, ଭାରତରେ ଓଡ଼ିଶା କେଉଁ ଖଣିଜ ପଦାର୍ଥର ସର୍ବବୃହତ୍ ଉତ୍ପାଦକ? ବିକଳ୍ପଗୁଡ଼ିକ ହେଉଛି ଏ. କୋଇଲା, ବି. ବକ୍ସାଇଟ୍, ସି. ଲୁହାପଥର, ଡି. ମାଇକା। ଏହାର ଉତ୍ତର ସି. ଲୁହାପଥର। କିନ୍ତୁ କେବଳ ଲୁହାପଥର ନୁହେଁ। ଆଉ କ'ଣ? ବକ୍ସାଇଟ୍, କ୍ରୋମାଇଟ୍,
ମ୍ୟାଙ୍ଗାନିଜ୍ ଏମିତି ଅନେକ ଖଣିଜ ପଦାର୍ଥର ପ୍ରମୁଖ ଉତ୍ପାଦକ ହେଉଛି ଓଡ଼ିଶା। ଏହାକୁ ନେଇ ପରବର୍ତ୍ତୀ ପ୍ରଶ୍ନଟି ମଧ୍ୟ ଜଡ଼ିତ। ହୁଁ ପ୍ରଶ୍ନଟି ହେଉଛି, ଓଡ଼ିଶାର ଅର୍ଥନୀତି ପାଇଁ ରାଜସ୍ୱର ମୁଖ୍ୟ ଉତ୍ସ କ'ଣ? ବିକଳ୍ପଗୁଡ଼ିକ ହେଲା ଏ. ପର୍ଯ୍ୟଟନ, ବି. କୃଷି, ସି. ଖଣି ଏବଂ ଶିଳ୍ପ, ଡି. ହସ୍ତଶିଳ୍ପ। ଏହାର ଉତ୍ତର ସ୍ପଷ୍ଟ, ସି. ଖଣି ଏବଂ ଶିଳ୍ପ। ଯଦିଓ ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ହଁ, କିନ୍ତୁ ରାଜ୍ୟ ସରକାରଙ୍କର ରାଜସ୍ୱର ସବୁଠାରୁ ବଡ଼ ଭାଗ ଆସେ ଖଣି ଆଉ ତା ଉପରେ ଆଧାରିତ ଶିଳ୍ପରୁ। କିନ୍ତୁ ଏଠି ଗୋଟେ ବିରୋଧାଭାସ ଦେଖାଯାଏ ନା? କେଉଁ ବିରୋଧାଭାସ? ଯେଉଁ ଜିଲ୍ଲାଗୁଡ଼ିକ ଖଣିଜ ସମ୍ପଦରେ ସବୁଠାରୁ ଧନୀ, ସେହି ଜିଲ୍ଲାଗୁଡ଼ିକରେ ମାନବ ବିକାଶ ସୂଚକାଙ୍କ କମ୍ ଥାଏ। ଏହାକୁ ସମ୍ପଦର ଅଭିଶାପ କୁହାଯାଇପାରେ କି? ହଁ, ଏହା ଏକ ଜଟିଳ ପ୍ରସଙ୍ଗ। ରିସୋର୍ସ କର୍ସ ବା ସମ୍ପଦର ଅଭିଶାପ ଏକ ସତ୍ୟ। ରିକରଣ ଯୋଗୁଁ ପରିବେଶକ କ୍ଷତି, ଲୋକଙ୍କ ବିସ୍ଥାପନ ଏସବୁ ସମସ୍ୟା ସୃଷ୍ଟି ହୁଏ। ଆଉ ରାଜସ୍ୱର ଲାଭ ସ୍ଥାନୀୟ ଲୋକଙ୍କ ପାଖରେ ପହଞ୍ଚିପାରେନି। ଯଦି ସଠିକ୍ ଭାବେ ପହଞ୍ଚି ନ ପାରେ, ତେବେ ଏହି ବିରୋଧାଭାସ ଦେଖାଯାଏ। ଏହା ହିଁ ଓଡ଼ିଶାର ବିକାଶ ଯାତ୍ରାର ସବୁଠାରୁ ବଡ଼ ଆହ୍ୱାନ। ତେବେ ଏହି ଖଣିଜ ସମ୍ପଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଏକ ମାଧ୍ୟମ ଦରକାର। ହଁ, ବନ୍ଦର। ଏକ୍ଜାକ୍ଟ। ଆମର ଶେଷ ପ୍ରଶ୍ନ, ଓଡ଼ିଶାର ସବୁଠାରୁ ବଡ଼ ବନ୍ଦର କେଉଁଟି? ବିକଳ୍ପଗୁଡ଼ିକ ହେଲା ଏ. ଗୋପାଳପୁର, ବି. ପାରାଦୀପ, ସି. ଧାମରା ଆଉ ଡି. ଚାନ୍ଦିପୁର। ଏହାର ସଠିକ୍ ଉତ୍ତର ହେଉଛି ବି. ପାରାଦୀପ। ଏହା କେବଳ ଓଡ଼ିଶାର ନୁହେଁ, ନା ନା, ଏହା ଭାରତର ପୂର୍ବ ଉପକୂଳରେ ଏକ ଗୁରୁତ୍ୱପୂର୍ଣ୍ଣ ଆଉ ପ୍ରମୁଖ ବନ୍ଦର। ରାଜ୍ୟର ଖଣିଜ ସମ୍ପଦର ରପ୍ତାନି ପାଇଁ ମୁଖ୍ୟ ଦ୍ୱାର। ହଁ, ଏହା ଓଡ଼ିଶାର ଅର୍ଥନୀତିକୁ ସିଧାସଳଖ ବିଶ୍ୱ ଅର୍ଥନୀତି ସହିତ ଯୋଡ଼ିଥାଏ। ତେବେ ଆଜିର ଆଲୋଚନା ବହୁତ ରୋଚକ ଥିଲା। 10ଟି ସାଧାରଣ ପ୍ରଶ୍ନରୁ ଆରମ୍ଭ କରି ଆମେ ଓଡ଼ିଶାର ଇତିହାସ, ଭୂଗୋଳ ଆଉ ଅର୍ଥନୀତିର ବହୁତ ଭିତରକୁ ଗଲୁ। ନିଶ୍ଚିତ ଭାବରେ। ମହାନଦୀର ଜଳ ବିବାଦଠୁ ଆରମ୍ଭ କରି ଶିମିଳିପାଲର କଳା ବାଘ ପର୍ଯ୍ୟନ୍ତ। ହଁ, ଆଉ ଖଣିଜ ସମ୍ପଦର ବିରୋଧାଭାସ ଗୋଟେ ବିଚାର ମନକୁ ଆସୁଛି। କୁହନ୍ତୁ। ଆମେ କଳିଙ୍ଗ ଯୁଦ୍ଧ କଥା କହିଲୁ, ଯେଉଁଠି ଅଶୋକଙ୍କ ପରିବର୍ତ୍ତନ ଇତିହାସକୁ ପ୍ରଭାବିତ କଲା। ହଁ, ଏହା ଭାବିବାକୁ ବାଧ୍ୟ କରେ, ଗୋଟିଏ ଐତିହାସିକ ଘଟଣା କିପରି କେବଳ ଜଣେ ଶାସକଙ୍କୁ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ସଭ୍ୟତାର ନୈତିକ ମାର୍ଗକୁ ବଦଳାଇ ଦେଇପାରେ। ଏକ ବହୁତ ଗଭୀର ପ୍ରଶ୍ନ। ଆଉ ବର୍ତ୍ତମାନର ପରିବେଶଗତ ଓ ସାମାଜିକ ଆହ୍ୱାନଗୁଡ଼ିକ କ'ଣ ଆମ ପାଇଁ ସେହିଭଳି ଏକ ନୂଆ ପରିବର୍ତ୍ତନର ମୁହୂର୍ତ୍ତ ସୃଷ୍ଟି କରୁଛି? ଏହି ପ୍ରଶ୍ନ ସହିତ ଆଜିର ଆଲୋଚନାକୁ ଏଇଠି ଶେଷ କରିବା।